হরি বিনা কে হরি পারে সন্তাপ, বারি বিনা কে বারি পারে উত্তাপ। ଗ୍ରୀଷ୍ମକାଳ ଗ୍ରୀଷ୍ମକାଳ ହେତୁ ପାଣିର ଆବଶ୍ୟକତା ବେଶୀ। ପାଣି ହିଁ ବାରି ମାନେ ପାଣି, ସେ ହିଁ ଉତ୍ତାପ ଦୂର କରିବ। ଆଉ ହରି ସେ ହିଁ ସବୁ ସନ୍ତାପ ବୋଲେ ଦୁଃଖକୁ ଦୂର କରିବେ। ମନ୍ତ୍ର ପାଠ ବେଳେ ପୁରୋହିତ କହନ୍ତିନି ସର୍ବ କ୍ଲେଶ ହର ହରି, ସର୍ବ ଦୁଃଖଂ ହର ହରି, ସର୍ବ କଷ୍ଟଂ ହର ହରି। ସବୁ କ୍ଲେଶ କଷ୍ଟ ଦୁଃଖକୁ ହରି ହିଁ ହରଣ କରନ୍ତି। ଆମେ ସେ ହରିଙ୍କୁ ପ୍ରଣାମ କରିବା। ବର୍ତ୍ତମାନର କାର୍ଯ୍ୟ ଆରମ୍ଭ କରିବା। ବନ୍ଧୁ, ଆଜି ଆମେ ଆଲୋଚନା କରିବା ଗୁରୁବାର ଉପରେ। ଗୁରୁବାର 30 ତାରିଖ, ସୂର୍ଯ୍ୟ ଉଦୟ ହେବେ 5ଟା 29 ପରେ, ଅସ୍ତ ହେବେ 6ଟା 8 ପରେ। ଆଜି ପୁରା ଚତୁର୍ଦ୍ଦଶୀ, ଗୁରୁବାର ଚତୁର୍ଦ୍ଦଶୀ। ତେଣୁ ବିରି ସଂକ୍ରାନ୍ତୀୟ କୌଣସି ଖାଦ୍ୟ ଖାଇବାନି, ବରା ଚକୁଳି ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ବାସ୍। ଆଜିର ଅଶୁଭ ସମୟ ମାନେ ରାହୁକାଳ 1:20ରୁ 2:57। ଦେଖିବା ମେଷ ରାଶିର ବନ୍ଧୁମାନେ କ'ଣ ଚାହୁଁଛନ୍ତି, ବିଧାତା କି ବ୍ୟବସ୍ଥା କରିଛନ୍ତି। 30 ତାରିଖ ଗୁରୁବାର ହେତୁ ମେଷ ପାଇଁ ସୁଖକର ଦିନ। ମେଷ ପାଇଁ ଜନ୍ମ ରବି, ତୃତୀୟ ବୃହସ୍ପତି, ପଞ୍ଚମ କେତୁ, ଦ୍ୱାଦଶ ଶନି ଓ ଦ୍ୱାଦଶ ମଙ୍ଗଳ ଅଶୁଭ ଅବସ୍ଥାରେ ଥିବାରୁ ସମସ୍ତ ସୁଖ ଓ ଲାଭ ପୂର୍ଣ୍ଣ ମାତ୍ରାରେ ମିଳିପାରୁନି। ଏଣୁ ଏମାନେ ସୂର୍ଯ୍ୟ ଆରାଧନା କରନ୍ତୁ। ଆଜି ଦିନ 1:15 ଯାଏ ସାମାନ୍ୟ ଚେଷ୍ଟାରେ ସମସ୍ତ ପ୍ରକାର ଲୌକିକ, ସାମାଜିକ ଓ ଆର୍ଥିକ ଲାଭ ହେବ। ଦେହ ସମସ୍ୟା ନାହିଁ। 1:15 ଠାରୁ ଅତି ଉନ୍ନତ ମାନର ଆୟ ହେବ। କଥା ଏତିକି ଯେ ସେମାନେ ଟିକେ ନଇଁ ପଡ଼ିବେ, ବିନୀତ ହେବେ, କଠିନ ପରିଶ୍ରମ କରିବେ ତ ସବୁ ପ୍ରକାର ମଙ୍ଗଳ ସେମାନଙ୍କର ହେବ। ଆଜିର ସୁଖ ଓ ଧନ ମନ୍ଦ ନୁହେଁ। ବାସ୍। 30 ତାରିଖ ଗୁରୁବାର ମାନେ ଲକ୍ଷ୍ମୀବାର ଯୋଗୁଁ ବୃଷ ରାଶିଆଙ୍କର ନୂତନ ଆୟ ବ୍ୟବସ୍ଥା ହୋଇଛି। ବୃଷର ଚତୁର୍ଥ କେତୁ, ଦଶମ ରାହୁ, ଦ୍ୱାଦଶ ରବି ଥିବାରୁ ଏମାନଙ୍କୁ ମନଲାଖି ଫଳ ମିଳୁନି। ଆଜି ଏମାନେ ସୁସ୍ଥ ସବଳ ରହିବେ। କୌଣସି କୌଳିକ, ମୌଳିକ, ଆର୍ଥିକ ଓ ପାରିବାରିକ ସମସ୍ୟା ନାହିଁ। ବରଂ ଆଜି ବୌଦ୍ଧିକ ବିକାଶ ହେବ, ସାମାଜିକ ଓ ଲୌକିକ ସୁଖ ମିଳିବ। ପରିଶ୍ରମର ପ୍ରତିଫଳ ରୂପେ ଏମାନେ ଆୟ ଅମଳ ଯଥେଷ୍ଟ କରିବେ। ଘର ପରିବାର ବିକାଶ ପାଇଁ କିଛି ବନ୍ଧୁ ସାଧୁ ପରାମର୍ଶ ଦେବେ। ଆଜି ବୃଷ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ତେଣୁ ସାବଧାନ। ଏବେ ମିଥୁନ ରାଶି 30 ତାରିଖ ଗୁରୁବାର ହେତୁ ମିଥୁନ ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ମିଥୁନର ଜନ୍ମ ବୃହସ୍ପତି, ନବମ ରାହୁ, ଦଶମ ଶନି, ଏକାଦଶ ଶୁକ୍ର ହେତୁ ଅନେକ କ୍ଷେତ୍ରରେ ବାଧା ବନ୍ଧନ ଆସିବ। ଆଜି ପାଇଁ ଦୂରଯାତ୍ରା ନିଷେଧ। ଦିନ 1:15 ପରେ ଏହି ବାଧା ବନ୍ଧନ ଦୂର ହେବ। 1:15 ପରେ କୁଆଡ଼େ ଗଲେ ଚଳିବ। 1:15 ପରଠାରୁ ଆୟ ଅମଳ ପାଇଁ ରାସ୍ତା ପରିଷ୍କାର ହୋଇଯିବ। ଚେଷ୍ଟା କଲେ ବିଧାତା ବିବିଧ ସୁଖ ଦେଇ ନିଶ୍ଚିନ୍ତ ରହିବେ ଏବଂ 1:15 ଯାଏ ଦେହ ଅସୁସ୍ଥ ରହିବ। ସୁଖ ପୁଷ୍ପ ମଉଳିଯିବ। ଶାନ୍ତି ମୁହଁ ଫେରେଇ ନେବ। ମିଥୁନ ଭଲ ନୁହଁ। ଆଜି 30 ତାରିଖ ଗୁରୁବାର ଏକ ଗୁରୁତର ସମସ୍ୟା ଆସି ପହଞ୍ଚିବ କର୍କଟ ରାଶି ପାଇଁ। ବୁଝିଲେ?
କର୍କଟ ରାଶି ପାଇଁ ଆଜି ଗୁରୁବାର ଗୁରୁତର ସମସ୍ୟା ଆସି ପହଞ୍ଚିବ। ଦିନ 1:14 ଯାଏ ଟିକେ ଶାନ୍ତି, 1:15 ଠାରୁ ଆଗ ଦେହ ସମସ୍ୟା ହେବ, ତାପରେ ମନ ଆକ୍ରାନ୍ତ ହେବ, ଚାରିତ୍ରିକ ଆକ୍ଷେପ ଆସିବ, ଚାରିତ୍ରିକ ଅଧୋପତନ ହେବ, ଦୁଶ୍ଚିନ୍ତା ଆସିବ। ତୁମ ମା ଯଦି ବଞ୍ଚିଥିବେ ତାହେଲେ ତାଙ୍କ ଦେହ ବି ଖରାପ ହେବ। ଯଦି ପୂର୍ବ ପୁଣ୍ୟ ନଥାଏ ତାହେଲେ ଘାଣ୍ଟି ଚକଟି ହୋଇ କର୍କଟ ରାଶିର ଲୋକେ ଆଜି ଆଖି ଲୁହକୁ ସାକ୍ଷୀ କରି ସମୟ କାଟିବେ। ଏମାନେ ସାମାଜିକ ପାରିବାରିକ ଲାଞ୍ଛନା ସହିବେ। କିଛି ସମୟ କଳହରେ ବି ଯିବ। 1:14 ପରେ ଦୂରଯାତ୍ରା ନିଷେଧ। ସେ ଯାଏ ଆୟ ଅମଳ ଭଲ ହେବ। ସମସ୍ତ ପ୍ରକାର ସାମାଜିକ ଲୌକିକ ସୁଖ ମିଳିବ 1:14 ଯାଏ। ରାତି 2:27 ଯାଏ ଅଶ୍ଲେଷାର ଅସୁବିଧା, ଆଉ 2:27 ପରଠୁ ପୁଷ୍ୟର ଅସୁବିଧା ସମୟ ଆସିବ। ଏବେ ସିଂହ କଥା ଆଲୋଚନା କରିବା। 30 ତାରିଖ ଗୁରୁବାର ସିଂହ ରାଶିଆଙ୍କୁ ଅନ୍ତରଙ୍ଗ ବନ୍ଧୁ ସହଯୋଗ କରିବେ। ଏହି ସହଯୋଗ ଦିନ 1:15 ପରେ ମିଳିବ। 1:15 ଯାଏ ମନ ବନରେ ନିଆଁ ଲାଗିଯିବ। ଏହି ନିଆଁର ଧାସ ସମସ୍ତ କର୍ମକୁ ବିଗାଡ଼ି ଦେବ, ସମସ୍ତ କର୍ମ କର୍ତ୍ତବ୍ୟକୁ ଆକ୍ରାନ୍ତ କରିବ। ଆୟ ଅମଳ ପୁରପରି ହେବ। ମାତ୍ର 1:15 ପରେ କୌଳିକ ମୌଳିକ ଲୌକିକ ପାରିବାରିକ ସୁଖ ମିଳିଯିବ। ଦେହ ଓ ମନ ଭଲ ରହିବ। 1:14 ଯାଏ ନିଜକୁ ନିଜେ ଜଗନ୍ତୁ, ଧର୍ମ କରନ୍ତୁ, ଈଶ୍ୱରଙ୍କୁ ଡାକନ୍ତୁ। ସିଂହ ରାଶିର ଲୋକେ 30 ତାରିଖ ଗୁରୁବାର କନ୍ୟା ରାଶିର ଆୟ ବୃଦ୍ଧି ହେବ। ମାତ୍ର ଦିନ 1:15 ଯାଏ ସେ ଯାଏ ଏମାନେ ପାରିବାରିକ ସାମାଜିକ ଓ ଲୌକିକ ଆନନ୍ଦ ପାଇ ଖୁସି ହେବେ। ମାତ୍ର 1:15 ପରେ ଗହନ କାନନ ବନରେ ଘୋର ବର୍ଷା କାଳ ଆରମ୍ଭ ହୋଇ ମନ ରଜାକୁ ଭସେଇ ନେବ। ଫଳରେ ସମସ୍ତ କର୍ମ କର୍ତ୍ତବ୍ୟ ଉପରେ ମନର କୁପ୍ରଭାବ ପଡ଼ିବ। ଶାନ୍ତି ସୁଖରେ ବାଧା ବନ୍ଧନ ଭୟ ଆସିବ। ମହିଳାମାନେ ଟିକେ ଦୁଃଖରେ ରହିବେ। 30 ତାରିଖ ଗୁରୁବାର ତୁଳା ରାଶିର ଘାତବାର। ଶାସ୍ତ୍ର ନିୟମ ଅନୁସାରେ ଆଜି 1:15 ଠାରୁ ତୁଳା ରାଶିର ଲୋକେ ଦୁଗ୍ଧ ସ୍ନାନ କରିବା କଥା। ଦେଖିବା ଏ ସୁଯୋଗ ଆସୁଛି କି ନାହିଁ। 1:14 ଯାଏ ଅସୁସ୍ଥ ରହିବେ, ବ୍ୟୟ କରି ଦୁଃଖିତ ହେବେ, ସମୟ ନଷ୍ଟ କରି ଭାବିବେ। ସେ ଯାଏ ଦୂରଯାତ୍ରା ନିଷେଧ। 1:15 ପରେ ବିଧାତା ଏମାନଙ୍କୁ ନାନାବିଧ ସୁଖ ଦେବେ। ଅର୍ଥାତ୍ ଦୁଗ୍ଧ ସ୍ନାନ ପୂର୍ବକ ଘୃତାନ୍ନ ଖାଇସାରି ଦଧିପାନ କରିବାର ସୁଯୋଗ ପାଇବେ। 1:15 ଯାଏ କଷ୍ଟ। 1:15 ପରେ ସବୁ ଇଷ୍ଟ, ସବୁ ମଙ୍ଗଳ। ବାସ୍ 30 ତାରିଖ ଗୁରୁବାର ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ଏଣୁ ଏମାନେ ସାବଧାନ ରହିବା ଉଚିତ। ପଦୋନ୍ନତି ଯୋଗ ଅଛି। ଛୋଟ ବ୍ୟବସାୟୀମାନଙ୍କର ବ୍ୟବସାୟ ବଢ଼ିବ। ଆୟ ଅମଳ ବଢ଼ିଯିବ। ଆର୍ଥିକ ବିକାଶ ହେତୁ ମନ ପ୍ରସନ୍ନ ରହିବ। ନୂତନ ବୃତ୍ତି ବ୍ୟବସ୍ଥା ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଦିନ 1:15 ପରେ ବିଶେଷ ଭାବରେ ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିଯିବ। ମାନେ ଯିଏ ଯାହା ଖୋଜୁଛନ୍ତି। ଆମେ ତୁଳା ପରେ କ'ଣ ଧନୁ କଥା କହିଲେ? ବିଛା ମହାଶୟ କୁଆଡ଼େ ଗଲେ କି? ଓହୋ, ସେ ବୋଧେ ଗରମରେ ଗାତରେ ପଶି ଯାଇଛନ୍ତି। ଆସନ୍ତୁ ବିଛା କଥା ଶୁଣିବା। 30 ତାରିଖ ଗୁରୁବାର ବିଛା ରାଶିର ଏକାଦଶ ଚନ୍ଦ୍ର। ଏହି ସୁଖଦାତା ଚନ୍ଦ୍ର ଦିନ 1:15ରେ ଅସ୍ତ ଯିବେ। ବୁଦ୍ଧିମାନ
ବ୍ୟକ୍ତିଗଣ ଗୋଟାଏ 15 ଭିତରେ ନିଜ ନିଜ ଦେହ ମନକୁ ସକ୍ରିୟ କରି କର୍ମ ଚଞ୍ଚଳ ରହି ଆୟ ଅମଳ କରି ଚାଲିବେ। ଆଉ ଯିଏ ଅଳସୁଆ, ଦେଖିବା ଦିନ ଲମ୍ବା ଅଛି, କ'ଣ କରିବା ଖରାଦିନ, ସେଇମାନେ ଗୋଟାଏ 15 ପରେ କାନ୍ଦିବେ। ତେଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ ବିଛା ରାଶିର ସମସ୍ତେ ଅତି ଭୋରୁ କର୍ମ, ଆଗରୁ ତ କହିଦେଉଛି ନା ଗୋଟାଏ 15 ପର୍ଯ୍ୟନ୍ତ ଯେଉଁ ଶୁଭ ସମୟ ଅଛି, ଧାଇଁ ଦୌଡ଼ି ପରିଶ୍ରମ କରନ୍ତୁ, ସୁଖ ଗୋଟାନ୍ତୁ, ଘରେ ସୁଖ ଭର୍ତ୍ତି କରିଦିଅନ୍ତୁ, ପରେ ବସି ଖାଇବେ, ସମସ୍ୟା ହେବନି। ଗୋଟାଏ 15 ଭିତରେ ନିଜ ନିଜର ଦେହ ଓ ମନକୁ ସକ୍ରିୟ କରିଦିଅନ୍ତୁ, କର୍ମ ରୁହନ୍ତୁ, ମଙ୍ଗଳ ହେବ। ଆଜି ଆୟ ଅମଳ ଭଲ ହେବ, ଲାଭ ଭଲ ହେବ। ମାତ୍ର ଗୋଟାଏ 15 ପରଠାରୁ ଅସୁସ୍ଥ ହେବେ, ବ୍ୟୟ ବଢ଼ିଯିବ, ସାମାନ୍ୟ ଅତିଭ୍ରମ ହେବ, କଳହ ହୋଇପାରେ, ଈର୍ଷା ହିଂସା ଆକ୍ରମଣ କରିବ ମନକୁ। ମନକୁ ଗୋଟେ ପାହାଡ଼ ମାଡ଼ି ବସିବ, ଯେମିତି ମୁଁ ଏକା ଜ୍ଞାନୀ, ଆଉ ୱାର୍ଲଡରେ ସମସ୍ତେ ଜଡ଼ ମୂର୍ଖ ଗୋବର ଗଣେଶ। ସାବଧାନ, ଗୋଟାଏ 15 ପର୍ଯ୍ୟନ୍ତ ଭଲ। ଆମେ ଧନୁ କଥା କହିସାରିଛେ। ମକର କଥା, 30 ତାରିଖ ଗୁରୁବାର, ମକର ରାଶିର ସମ୍ମାନ ହାନି ଯୋଗ ଅଛି। ଏଣୁ ଦିନ ଗୋଟାଏ 15 ଯାଏ ନିରବତା ରକ୍ଷା କରନ୍ତୁ। କାହାକୁ ପରାମର୍ଶ ଦିଅନ୍ତୁନି କି କାହା ପାଖରେ ହାତ ପାତନ୍ତୁନି। ଗୋଟାଏ 15 ପରଠାରୁ ଭଲ ସମୟ ଆସିବ। କୌଳିକ ମୌଳିକ ପାରିବାରିକ ସୁଖ ଶାନ୍ତି ମିଳିବ। ଯାହା ଚାହିଁବେ ତାହା କରିବେ। ମାନେ ଭଲ ମନ୍ଦ କାମ ପାଇଁ ଚିନ୍ତା କଲେ ଗୁଡ଼ରେ ପିମ୍ପୁଡ଼ି ଲାଗିଲା ଭଳି ଆପଣ ଚାରିପଟରେ ଶତ୍ରୁ ସୃଷ୍ଟି ହୋଇଯିବେ। ଯେତେ ଭଲ କାମ କରିବେ ସେତେ ପ୍ରଶଂସା ପାଇବେ। ବାସ୍। କୁମ୍ଭ ରାଶି, 30 ତାରିଖ ଗୁରୁବାର, କୁମ୍ଭ ରାଶିର ଘାତବାର, ଦିନ ଗୋଟାଏ 15 ଯାଏ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଘରେ ରହିଲେ ବି ହୁସିଆର, ଭାରି ଅସୁବିଧା ସମୟ। ଦୂରଯାତ୍ରା ନିଷେଧ। ଗୋଟାଏ 15 ଠାରୁ ଆକାଶ ଧୀରେ ଧୀରେ ନିର୍ମଳ ହେବ, ଦେହ ଅସୁସ୍ଥ ହେବ, ଆତ୍ମସମ୍ମାନ ଜଗି ତାପରେ ଚଳାଚଳ ନ କଲେ ଅପମାନିତ ହେବେ। ମୋଟାମୋଟି ଆଜି ଗୁରୁବାର 24 ଘଣ୍ଟା କୁମ୍ଭ ରାଶି ପାଇଁ ମନ୍ଦ ସମୟ। ଆଗ ରୋଗ, ପରେ ଅପମାନ। ଏଣୁ ନିରନ୍ତର ଜପନ୍ତୁ ଓଁ ନମଃ ଶିବାୟ ପଞ୍ଚାକ୍ଷର ମନ୍ତ୍ର। ମୀନ ରାଶି, 30 ତାରିଖ ଗୁରୁବାର, ମୀନ ରାଶିର ଗୋଟାଏ 15 ଯାଏ ସମସ୍ତ ପ୍ରକାର ଆୟ ଅମଳକାରୀ ସମୟ ଆସି ପହଞ୍ଚିବ। ଶାନ୍ତି ସୁଖ ଆନନ୍ଦ ସ୍ନେହ ମମତା ଆଦର କ୍ରମାନ୍ୱୟରେ ଆସିବ। କ୍ରମାନ୍ୱୟରେ ଶାନ୍ତି ସୁଖ ଆନନ୍ଦ ସ୍ନେହ ମମତା ଆଦର ଆସିବ, ପ୍ରଫୁଲ୍ଲିତ କରିବ। ଆପଣ ଉପଲବ୍ଧି କରିବେ ସତରେ ସଂସାରରେ ଏକମାତ୍ର ସୁଖୀ ମୁଁ, ଆଉ କେହି ନୁହନ୍ତି। ଧନ ଜନ ଗୋପ ଲକ୍ଷ୍ମୀ ଦେବାକୁ ବିଧାତା ଇଚ୍ଛା କରିଛନ୍ତି। ମାତ୍ର ଯିଏ ଖଟିବ, ଯିଏ ନଇଁବ, ସେ ପାଇବ, ଖାଇବ, ସଞ୍ଚିବ ଆଉ ବଞ୍ଚିବ। ଯିଏ ଅଳସୁଆ ହେବ, ସେ ଖାଲି ବିଲୁଆ ଭଳିଆ ଅଙ୍ଗୁର ଫଳକୁ ଚାହିଁ ଫେରି ଆସିବ, କହିବ ଛି ଏବୁଡ଼ା ଆମ୍ବିଳା। ଗୋଟାଏ 15 ପରଠାରୁ ଅତି ମନ୍ଦ ସମୟ ଆସିବ। ଦୂରଯାତ୍ରା ନିଷେଧ, କାରଣ ଦେହ ଅସୁସ୍ଥ ହେବ, ଆୟ ଅମଳରେ ବାଧା ଆସିବ, ପ୍ରିୟ ଲୋକ ଦୂରେଇ ଯିବେ। ସମସ୍ତେ କହିବେ ଏଇଟା ବହୁତ ଖରାପ ଲୋକ। ଆପଣ କ'ଣ ସତରେ ଖରାପ ନା ମୁଁ ଖରାପ? ରହିଲେ ବନ୍ଧୁ, ଆଜି ଏତିକି। ମଙ୍ଗଳ ହଉ, ଜୟ ହେଉ, ନମସ୍କାର।